ପବିତ୍ର ଏକାଦଶୀ ସମସ୍ତେ ପାଳନ କରିବା ଉଚିତ। ତାର ଅର୍ଥ ନୁହେଁ ଯେ ଆମେ କେବଳ ଉପାସନା କରିବା, ଉପାସ ରହିବା। ଉପାସନା କରିବା ଠିକ୍, ଉପାସ ରହିବା ଆଦୌ ସମୀଚୀନ ନୁହେଁ। ଯେଉଁମାନେ ଏକାଦଶୀ ବ୍ରତ ପାଳନ କରୁଛନ୍ତି ସେଦିନ ବିଛଣାରୁ ଉଠିବା ଠାରୁ ବିଛଣାକୁ ଯିବା ପର୍ଯ୍ୟନ୍ତ ରାତ୍ରିରେ ହରି ସ୍ମରଣ, ହରିଙ୍କୁ ସ୍ମରଣ କରନ୍ତୁ ବା ଇଷ୍ଟଙ୍କୁ ସ୍ମରଣ କରନ୍ତୁ, ଅନନ୍ତଙ୍କୁ ସ୍ମରଣ କରନ୍ତୁ ବା ଜଗନ୍ନାଥଙ୍କୁ ସ୍ମରଣ କରନ୍ତୁ, ଗୁରୁ ନାମକୁ ସ୍ମରଣ କରନ୍ତୁ। ଇଏ ହେଲା 1 ନମ୍ବର କଥା। 2 ନମ୍ବରରେ କ'ଣ ହେଲା? ଆମେ ଖାଦ୍ୟ ଖାଇବା, ଯାହା ଖାଇବା ଇଷ୍ଟଙ୍କୁ ସମର୍ପଣ କରି ଖାଇବା, ଉପାସ ରହିବା ନାହିଁ। ଉଷୁନା ଭାତ ଖାଇବା ନାହିଁ, ଅରୁଆ ଖାଇବା। କିଏ କହିବ ଅରୁଆଟା ମୋ ଦେହରେ ଚଳେନି, ପରଟା ଖାଇବା, ରୁଟି ଖାଇବା, ଅମୃତଭଣ୍ଡା, ମୁଗ, କଦଳୀ ଏଇଭଳି ବିଭିନ୍ନ ପରିବାର ଗୋଟେ ସିଦ୍ଧ ଖାଇବା, ଶାଗୁ, କଦଳୀ, ଛେନା ଏଇସବୁ ମିଶ୍ରିତ ଗୋଟେ ପଣା ପିଇବା। ଯେଉଁ ଯେଉଁ ସମୟରେ ଆମେ ଭାତ ଖାଉଥିଲେ ସେଇ ସମୟରେ ଆମେ ଇଏ ପବିତ୍ର ସାତ୍ଵିକ ଭୋଜନ କରିବା। ମିଛ କହିବା ନାହିଁ, କାହାରି ଉପରେ କ୍ରୋଧାନ୍ୱିତ ହେବା ନାହିଁ, ଅନ୍ତରରେ କାହାରି ପ୍ରତି ଈର୍ଷାନ୍ୱିତ ହେବା ନାହିଁ, ପ୍ରତିଶୋଧ ପରାୟଣ ହେବା ନାହିଁ। ଆମେ ଶାନ୍ତ ରହିବା। ଜଣେ କହିବ ନାଇଁ ମୁଁ ଅରୁଆ ଖାଇବିନି କି ଉଷୁନା ଖାଇବିନି, ମୁଁ ଆଉ କିଛି ଖାଇବିନି, ତାହେଲେ ସେ ଅଳ୍ପ ଅଳ୍ପ ଫଳମୂଳ ଖାଉ, କିଛି ଅସୁବିଧା ନାହିଁ। ଜଣେ କହିବ ମୁଁ ମାଛ, ମାଂସ, ପିଆଜ ରସୁଣ ଛାଡ଼ିଦେବି କିନ୍ତୁ ଉଷୁନା ଭାତ ଖାଇବି, ଖାଉ। ଉଷୁନାଟା ଯେଉଁ ଧାନରୁ ହୁଏ, ଅରୁଆଟା ସେଇ ଧାନରୁ ହୁଏ। ଆମର ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି ସର୍ବତ୍ର ଅରୁଆ ଚାଉଳଟାକୁ ସମସ୍ତେ ଭଲ ପାଆନ୍ତି ବା ଖାଆନ୍ତି। ଓଡ଼ିଶା, ବିହାର, ବେଙ୍ଗଲ ଇଏ 3ଟି ରାଜ୍ୟରେ ଉଷୁନା ଚାଉଳର ବ୍ୟବହାର ଅଛି। ଉଷୁନା ଚାଉଳରେ ଦେହର ସୁସ୍ଥ ରହେ ଇତ୍ୟାଦି। ତେବେ ହରି ସ୍ମରଣ କରିବା। ଆଜି ପବିତ୍ର ଏକାଦଶୀରେ ଆମେ ସେଇ ହରିଙ୍କ ନାମକୁ ଟିକେ ସ୍ମରଣ କରିବା। ହରେ କୃଷ୍ଣ କୃଷ୍ଣ କୃଷ୍ଣ